ନୂଆ ବର୍ଷରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଅନୁସାରେ କେନ୍ଦ୍ର କର୍ମଚାରୀଙ୍କ ବେସିକ୍ ସାଲାରୀ 18,000 ଟଙ୍କା ମିଳୁଛି। ଏହା ପୂର୍ବରୁ ଷଷ୍ଠ ବେତନ କମିଶନ ଅନୁସାରେ କର୍ମଚାରୀଙ୍କ ବେସିକ୍ ସାଲାରୀ 7,000 ଟଙ୍କା ରହିଥିଲା। ଏବେ ଅଷ୍ଟମ ବେତନ କମିଶନ ଲାଗୁ ହେବା ଫଳରେ କର୍ମଚାରୀଙ୍କ ସର୍ବନିମ୍ନ ବେତନରେ 186% ବୃଦ୍ଧି ଘଟି ତାହା 51,480 ଟଙ୍କାରେ ପହଞ୍ଚିଯିବ ବୋଲି କୁହାଯାଇଛି। ସପ୍ତମ ବେତନ କମିଶନ ଲାଗୁ ହେବା ମଧ୍ୟରେ 8 ବର୍ଷ ହୋଇଗଲାଣି। ଏହି ଅବଧି ମଧ୍ୟରେ ମହଙ୍ଗା 2ରୁ 3 ଗୁଣ ହୋଇଗଲାଣି। ତେଣୁ ଅଷ୍ଟମ ବେତନ କମିଶନ ଲାଗୁ କରିବାକୁ ସରକାରୀ କର୍ମଚାରୀମାନେ ଦାବି କରି ଆସୁଛନ୍ତି। ତେବେ ସରକାରୀ କର୍ମଚାରୀଙ୍କ ପ୍ରତୀକ୍ଷାର ଖୁବ୍ ଶୀଘ୍ର ବିରାମ ହୋଇପାରେ। ସବୁକିଛି ଠିକ୍ ରୁହେ ତେବେ ଏଥର କେନ୍ଦ୍ର ବଜେଟରେ ଅଷ୍ଟମ ବେତନ ଆୟୋଗକୁ ନେଇ ବଡ଼ ଘୋଷଣା ହୋଇପାରେ। ତାପରେ ସରକାରୀ କର୍ମଚାରୀଙ୍କ ବେସିକ୍ ସାଲେରୀ 186% ବୃଦ୍ଧି ଘଟିବ। ଏଥିସହିତ ପେନ୍ସନଧାରୀଙ୍କ ପେନ୍ସନ ମଧ୍ୟ ଯଥେଷ୍ଟ ବୃଦ୍ଧି